ଜୟ ଜଗନ୍ନାଥ। ସ୍ୱାଗତ କରୁଛୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ପାଠ କଥାକୁ। ଆଜିର ବିଷୟ ହେଉଛି ବଚନ। ତଳେ କେତେଟା ଉଦାହରଣ ଦିଆହେଇଛି ତାହାକୁ ଦେଖ। ଝିଅ ଫୁଲ ତୋଳୁଛି। ଝିଅମାନେ ଫୁଲ ତୋଳୁଛନ୍ତି। ଆଉ ସେ ଗୀତ ଗାଉଛି। ସେମାନେ ଗୀତ ଗାଉଛନ୍ତି। ବହିଟି ନୂଆ। ବହିଗୁଡ଼ିକ ନୂଆ। ଦୁଇଟି ଲେଖା ତିନୋଟି ଯୋଡ଼ା ବାକ୍ୟ। ଝିଅ ଫୁଲ ତୋଳୁଛି। ଝିଅମାନେ ଫୁଲ ତୋଳୁଛନ୍ତି। ଏଠି ଆମର ପାର୍ଥକ୍ୟ କ'ଣ ନା ଝିଅ ଆଉ ଝିଅମାନେ। ବାକ୍ୟ ଆମର କ୍ରିୟାରେ କ'ଣ ଅଛି? ତୋଳୁଛି, ତୋଳୁଛନ୍ତି। କେବଳ ଏତିକି ହିଁ ବଚନ ଭିତରେ ଯିବ କି ଏକବଚନ ଆଉ ବହୁବଚନ। ସେ ଗୀତ ଗାଉଛି ଏକବଚନ, ଆଉ ବହୁବଚନ କ'ଣ ହେବ? ସେମାନେ ଗୀତ ଗାଉଛନ୍ତି। ତ ଏକବଚନରେ ବହିଟି ଆଉ ବହୁବଚନରେ ବହି ଗୁଡ଼ିକ। ନେକ୍ସଟ, ଏକବଚନ ଆଉ ବହୁବଚନ କାହାକୁ କୁହାଯାଏ ଓ ତାର ଉଦାହରଣ ସହିତ ଦିଆଯାଇଛି। ଯାହାଦ୍ୱାରା ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପଡ଼େ ତାହାକୁ ବଚନ କୁହନ୍ତି। ବିଶେଷ୍ୟ ଓ ସର୍ବନାମ ପଦ ବଚନ ଅଟେ। ତ ଆମେ ଜାଣିଲେ କ'ଣ ନା ବିଶେଷ୍ୟ ଓ ସର୍ବନାମ ପଦର ବଚନ ଥାଏ। ବଚନ ଦୁଇ ପ୍ରକାର, ଯଥା ଏକବଚନ ଓ ବହୁବଚନ। ଏକବଚନ କାହାକୁ କୁହାଯାଏ? ତାର ଉଦାହରଣ ନା ଯେଉଁ ବିଶେଷ୍ୟ ବା ସର୍ବନାମ ପଦକୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକ ବୋଲି ଜଣାଯାଏ ତାହାକୁ କ'ଣ କୁହାଯାଏ? ନା ଏକବଚନ କୁହାଯାଏ। ଯଥା ନଈ, କଲମ, ସେ, ତୁମେ, ମୁଁ, ଦେଉଳ ପ୍ରଭୃତି। ଆଉ ବହୁବଚନ କ'ଣ ନା ଯେଉଁ ବିଶେଷ୍ୟ ବା ସର୍ବନାମ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି ଜଣାପଡ଼େ ତାହାକୁ କ'ଣ କୁହାଯାଏ? ନା ବହୁବଚନ କୁହାଯାଏ। ଯଥା ନଈ ଗୁଡ଼ିକ, କଲମ ସବୁ, ସେମାନେ, ତୁମେମାନେ, ଆମ୍ଭେମାନେ, ଦେଉଳ ଗୁଡ଼ିକ ଇତ୍ୟାଦି। ତାପରବର୍ତ୍ତୀ ଦେଖିବା ନା ଏକବଚନ ବୁଝିବା ପାଇଁ ସାଧାରଣତଃ ଶବ୍ଦରେ କିଛି ଚିହ୍ନ ଲାଗି ନଥାଏ। ଯଥା ପର୍ବତ, ଫୁଲ, ବଗିଚା, ପୁଅ, ପକ୍ଷୀ ଇତ୍ୟାଦି। ମାତ୍ର ଆମର ବ୍ୟବହାରରେ ଏକବଚନ ବୁଝାଇବା ପାଇଁ ଶବ୍ଦର ଟା, ଟି, ଟାଏ, ଗୋଟିଏ, ଗୋଟାଏ, ଗୋଟିକ, ଖଣ୍ଡେ, ଖଣ୍ଡିଏ, ଖଣ୍ଡି ପ୍ରଭୃତି ଏକବଚନ ଚିହ୍ନ ଯୋଗ ହୋଇଥାଏ। ତାପରେ ବହୁବଚନ ଚିହ୍ନ ନା ବହୁବଚନ ବୁଝିବା ପାଇଁ ସାଧାରଣତଃ ବିଶେଷ୍ୟ ପଦ ସହିତ ଏ, ମାନେ, ମାନ, ଗୁଡ଼ିକ, ଗୁଡ଼ାକ ପ୍ରଭୃତି ବହୁବଚନ ଚିହ୍ନ ଯୋଗ କରାଯାଇଥାଏ। ଯଥା ପିଲେ, ବାଳକେ, ଲୋକେ, ଛାତ୍ର, ମାନେ। ଆଉ ପରେ ଜାଣିବା ଯଦି ବି ଏମିତିକା ବି ଦିଆହେଇଛି କିଲେ, ତାହା ଏକବଚନ କି ବହୁବଚନ ଜଣାପଡ଼ିବ। ବହୁତ ସୂଚକ ସଂଖ୍ୟାବାଚକ ବିଶେଷଣ ପରେ ଏକ ବଚନାନ୍ତ ବିଶେଷ ପଦ ଥିଲେ ତାହା ବହୁବଚନ ହୁଏ ଏବଂ ବିଶେଷ ପଦର ବହୁବଚନ ଚିହ୍ନ ରହେ ନାହିଁ। ଯଥା ସପ୍ତସାଗର। ସପ୍ତସାଗର ଯେହେତୁ ସାତଟା ସାଗର ବିଷୟରେ କୁହାଯାଇଛି ତେଣୁ ଏଟା ବହୁବଚନ। ସପ୍ତ କୌରବ, ପଞ୍ଚୁ ପାଣ୍ଡବ। ଏଠୁ ପାଣ୍ଡବ କଥା କୁହାଯାଏ, ପଞ୍ଚୁ ପାଣ୍ଡବ 5 ଜଣ ଅଛନ୍ତି। ତ ସଂଜ୍ଞାବାଚକ ବା ବ୍ୟକ୍ତିବାଚକ ବିଶେଷ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ପଦାର୍ଥ ବୁଝାଇଥାଏ। ଫଳରେ ଏମାନଙ୍କର ବହୁବଚନ ହୁଏ ନାହିଁ। ତେଣୁ ଏଟା ଏକବଚନ ରହିବ। ଶିବ ଏକବଚନ, ଶ୍ଵେତପଦ୍ମା, କୋଣାର୍କ, ଯମୁନା, ହିମାଳୟ ସବୁ ଏକବଚନ ରହିବ। ନେକ୍ସଟ, ବସ୍ତୁବାଚକ ବିଶେଷ୍ୟ ପଦ ସଂଖ୍ୟା ବୁଝାଉ ନଥିବାରୁ ତାହାର ବହୁବଚନ ହୁଏ ନାହିଁ। ତ କ'ଣ ନା ଲୁହା, ଆମେ ଛୋଟିଆ ଜିନିଷ ନେଲେ ଲୁହା, ବଡ଼ ନେଲେ ଲୁହା, ତେଣୁ ଏଟା ଏକ ବହୁବଚନ ସୂଚାଇବନି। କ'ଣ ହେବ? ଏକବଚନ ହେବ। ଲୁହା, ସୁନା, ରୂପା, ତମ୍ବା, ପଥର, ଜଳ ଇତ୍ୟାଦି। ତାପରେ ଗୁଣବାଚକ ବା କ୍ରିୟାବାଚକ ବିଶେଷ୍ୟ ପଦ ପ୍ରାୟ କେତେକ ଏକବଚନରେ ବ୍ୟବହୃତ ହୁଅନ୍ତି। ତ କ'ଣ ଏକବଚନ ହେବ? ସାଧୁତା, ଆମେ ଜାଣିବା ଯେ ସାଧୁତା ମାନେ ତ ବହୁତ ସାଧୁତା ଲୋକ ଅଛନ୍ତି, ତ ସାଧୁତା ମାନେ ବହୁବଚନ ହେବ ନା। ସାଧୁତା କ'ଣ ହେବ? ନା ଏକବଚନ। ପରୋପକାର, ଭକ୍ତି, ଦୟା, ରୋଦନ ମାନେ କାନ୍ଦିବା, ଆଉ ଭଜନ ସବୁ କ'ଣ ଏକବଚନ ହେବ। ଗୋଟିଏ ପଦକୁ ବହୁବଚନ କରିବା ପାଇଁ ଦୁଇଟି ବହୁବଚନ ସୂଚକ ଚିହ୍ନ ବା ଶବ୍ଦର ବ୍ୟବହାର ଭୁଲ। ଯଥା ଅନେକ କୃଷକମାନେ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଏଇଟାରୁ ହିଁ ବେଶୀ ଆସେ ପ୍ରଶ୍ନ କି ପରୀକ୍ଷାରେ ଏଇଟା ହିଁ ଛୁଆମାନେ ଭୁଲ କରନ୍ତି। ଅନେକ କୃଷକମାନେ, ତ ଏଠି କେବଳ ଆମେ ଅନେକ କୃଷକ ଲେଖିପାରିବା ବା କୃଷକମାନେ ଲେଖିପାରିବା। ବହୁତ ପୋଷାକ ଗୁଡ଼ିକ, ତ ଆମେ ବହୁତ ପୋଷାକ ଲେଖିପାରିବା, ନହେଲେ ପୋଷାକ ଗୁଡ଼ିକ ଲେଖିପାରିବା। ନାନା ଗ୍ରନ୍ଥମାନ, ଆମେ ନାନା ଗ୍ରନ୍ଥ ଲେଖିପାରିବା ବା ନାନା ସ୍ଥାନମାନ, ତ ନାନା ସ୍ଥାନ ଲେଖିପାରିବା ବା ସ୍ଥାନମାନ ଲେଖିପାରିବା। ଯେତେ ପିଲା ସବୁ, ତ ପିଲା ସବୁ ଲେଖିପାରିବା, ନହେଲେ ଯେତେ ପିଲା ଲେଖିପାରିବା। ନା ଏଟା କ'ଣ ସଂଖ୍ୟାବାଚକ ଆମର ଅଶୁଦ୍ଧି ହେଇଯିବ। ସମସ୍ତ ବନ୍ଧୁ ବର୍ଗ, ଆମେ ବନ୍ଧୁ ବର୍ଗ ଲେଖୁ, ନହେଲେ ସମସ୍ତ ବନ୍ଧୁ ଲେଖୁ। ତ ବହୁ ଜନଗଣ, ଆମର ଏଇଟା ବି ଭୁଲ ହେବ। ପ୍ରାୟତଃ ଏଇଟା ହିଁ ବେଶୀ ପରୀକ୍ଷା ପଡ଼େ। ସବୁ ଜନଗଣ
ଆମେ ଫୁଲ୍ ମାରିକି ଆସିବୁ, କାରଣ ସବୁ ଜନ ହେବ ନହେଲେ ସବୁ ଜନ ହେବ ନହେଲେ ଜନ ଗଣ ହେବ। ତାପରେ ନିତ୍ୟ ସ୍ୱଭାବ ବା ଚିରନ୍ତନ ସତ୍ୟ ବୁଝାଉଥିଲେ ଏକବଚନାନ୍ତ ଜାତିବାଚକ ବିଶେଷ ପଦ ଦ୍ୱାରା ବହୁବଚନ ଅର୍ଥ ପ୍ରକାଶିତ ହୋଇଥାଏ। ଯଥା ମାଛ ପାଣିରେ ରହେ। ତ ଆମକୁ କିଛି କହିଲା ଏଇଟା କ'ଣ ମାଛ ପାଣିରେ ରୁହେ, ସତ କଥା। ତମେ ମାଛଟା କ'ଣ ଏକବଚନ ରହିବ। ତାପରେ ବାଘ ମଣିଷ ଖାଏ, ତ ବାଘଟା କ'ଣ ଏକବଚନ। ତ ମନୁଷ୍ୟ ମରଣଶୀଳ, ତ ମଣିଷଟା କ'ଣ ମରଣଶୀଳ ହେବ। ତାମାନେ ଏଇଟା ସବୁ ନିତ୍ୟ ସମାସରେ କ'ଣ ହେବ ଏକବଚନ ହେବ। ନିହାତି ଆମେ ମଣିଷକୁ ଏଠି ବହୁବଚନ କରିଦେବା। ଦେଖ ଲାଷ୍ଟ କେମିତିକା କି ଏଇଟା ଏକବଚନ କେଇଟି ବହୁବଚନ ଭିତରେ ପାର୍ଥକ୍ୟ ହେଇଥାଏ, ନିଜେ ଏଇଟା ନିଜ ମନରୁ ଜାଣିତେ ପଡ଼ିବ ବା ନିଜେ ନିଜର ସେନ୍ସ ଦ୍ୱାରା 5 ସେନ୍ସ ବା 6 ସେନ୍ସ କୁହନ୍ତି ବା ଦ୍ୱାରା ଜାଣିବାକୁ ପଡ଼ିବ। ଏକବଚନାନ୍ତ ଓ ବହୁବଚନାନ୍ତ ବଚନ ଚିହ୍ନ ଏ ମଧ୍ୟରେ ପାର୍ଥକ୍ୟ ଅଛି। କିଲେ ଚାଉଳ ଦିଅ, କିଲେ କହିଲେ ଆମେ ସାଧାରଣତଃ 1 କିଲୋ ବୁଝାଉ, ତେଣୁ ଏଠି ଏକବଚନ ହେବ। ପିଲେ ଗହଳି କରୁଛନ୍ତି, ପିଲାମାନେ ଏଠି ଆଉ 1 କିଲୋ ପିଲା ନାହାନ୍ତି, ଏଠି ପିଲାମାନେ 1ରୁ ଅଧିକ ଅଛନ୍ତି, ତେଣୁ ଏଠି ବହୁବଚନ ହେବ। ବାବୁ ଭିକ ମୁଠେ ଦିଅ, ଏଠି ବାବୁ ଯଦି ଜଣକୁ କୁହାଯାଉଛି ତେଣୁ ଏଠି ଏକବଚନ ହେବ। କିନ୍ତୁ ଶୁଣ ସୁଜନେ ଦେଇ ମନ ସୁଜନେ, ମାନେ ଏଠି ଜଣେ ନାହାନ୍ତି, ଏଠି ବହୁତ ଜଣ ଅଛନ୍ତି, ତେଣୁ ଏଠି ବହୁବଚନ ହେବ। ଆଉ ଏଠି ମୁଠେଟା ବି ହେବ ଆମର ଏକବଚନ। ମୁଠେ ଯେଟାରେ କ'ଣ ଅଛି ଗୋଟେ ମୁଠାକୁ ପରିମାଣ ଗୋଟେ ଅଛି, ତେଣୁ ଏଠି ଗୋଟେ ମାନେ ଏକବଚନ ହେବ। ଏଠି ମୁଠେ ମାନେ ଏକବଚନ। ଥ୍ୟାଙ୍କ ୟୁ। ୟୁଟ୍ୟୁବ୍ ଚ୍ୟାନେଲ୍ ମୋର ହେଉଛି ପାଠ କଥା। ଲାଇକ୍ କମେଣ୍ଟ ସବସ୍କ୍ରାଇବ୍।